ଆସନ୍ତୁ ଶୁଣିବା ଗଳ୍ପ କଳ୍କି ଅବତାର। ଗାଳ୍ପିକ ରାଜକିଶୋର ରାୟ। ଗଡ଼ ଆଗରେ ଶବ୍ଦ ଲାଗିଛି ସୁନ୍ଦର, ସୁନ୍ଦର ଗଡ଼। ବାଣୀ ଆଗରେ ଶବ୍ଦ ଲାଗିଛି ଫୁଲ, ଫୁଲବାଣୀ। ପାଟଣା ଆଗରେ ଶବ୍ଦ ଭବାନୀ, ଭବାନୀ ପାଟଣା। ଉତ୍କଳର ଏହିସବୁ ସ୍ଥାନ ସହର ପାର୍ବତୀୟ। ଝରଣା ବହିଯାଏ, ପଥର ତଳେ ସୁନା, ଖଣିମୟ ଧାତୁ, ଜଙ୍ଗଲରେ ପଶୁପକ୍ଷୀ ବିଚିତ୍ର କେତେ ପ୍ରକାରର। କେଉଁଠି ଶୈଳନୀଳୟ, କେଉଁଠି ଅଭୟାରଣ୍ୟ, କେଉଁଠି ପୂଜା ପାଉଛନ୍ତି ଈଶ୍ୱର ବିଭିନ୍ନ ମୂର୍ତ୍ତି ବିଗ୍ରହରେ। ଏସବୁ ଥିଲା ସେ କାଳରେ ଐଶ୍ୱର୍ଯ୍ୟ। ପ୍ରକୃତ ଅକୃପଣ ନଥିଲା, ପ୍ରକୃତି ଅକୃପଣ ନଥିଲା। ମଣିଷ ବି ଦେହକୁ ତତେଇ ପରିଶ୍ରମ କରି ପ୍ରକୃତିର ଗନ୍ତାଘରକୁ ସଜାଉଥିଲା। ଧୀରେ କାଳ ଅକାଳ ହୋଇଗଲା, କେହି କାହାକୁ ଅନାଇଲେ ନାହିଁ। ଗାଁରେ ଏକତା ଏକ ହୋଇ ପଞ୍ଚ ପରମକୁ ଧର୍ମ ସାକ୍ଷୀ କରି ବିବାଦ ତୁଟାଇବାର ଯେଉଁ ସୁନୀତି ଥିଲା, ତାହା ଭାଙ୍ଗିଗଲା। ଭାଙ୍ଗିଗଲା ବୋଲି ଏମିତି ସବୁ ଧ୍ୱଂସ ପାଇଯିବ କିଏ ଜାଣିଥିଲା? କାହିଁକି ଭାଙ୍ଗିଗଲା? ସହରର ରୂପରେ କେତେ କୃତ୍ରିମତା ସତେ! ମଣିଷ ମୁଖା ପିନ୍ଧି ବୁଲୁଛି। ଯେତେବେଳେ ଯାହା ସୁବିଧା, ଅର୍ଥଲାଭ ବା ପ୍ରତିପତ୍ତି ଘେନି ସେ ଏହିସବୁ ମୁଖାକୁ ଅଦଳ ବଦଳ କରୁଛି। ଗାଁରେ ମହତ ଥିଲା। ଲୋକେ ଚାଳକୁ ଚାଳ ଲଗାଇ ଘର ବାନ୍ଧିବା ଭଳି ହୃଦୟକୁ ବାନ୍ଧି ରଖୁଥିଲେ। ସ୍ନେହ ଥିଲା, ମମତା ଥିଲା। ଦୁଃଖ ଶୋକରେ ମଣିଷ ମଣିଷଠାରୁ ମୁହଁ ଫେରାଇ ଏମିତି କର୍କଶ ହୋଇ ଚାଲି ଆସୁଥିଲା କି? ଏବେ ଗାଁ ଗାଁରେ ଜିଅନ୍ତା ମଣିଷର କଙ୍କାଳ। ମା ସ୍ତନରୁ କ୍ଷୀର ଶୁଖିଗଲା ଭଳି ମାଟି ତଳ ନୀର ଝରଣା ଶୁଖିଗଲା। ଧାନ କ୍ଷେତ ସାରି ସାରି ଫାଟି ଗହ୍ୱର ତିଆରି କରିଛି। ଗୋମଡ଼କ, ଫସଲ ହାନି, ପାଣି ମୁନ୍ଦିଏର ଅଭାବ, ରୋଗ ଯନ୍ତ୍ରଣାରେ କାତର ମଣିଷକୂଳ ସାହା ଭରସା କେହି ନାହିଁ। ପର୍ବତ ଦେହରେ ଗୁଡ଼େଇ ଗୁଡ଼େଇ ରଖିଛି ମା ଲକ୍ଷ୍ମୀ, ଅନ୍ନପୂର୍ଣ୍ଣା କେତେ ପ୍ରକାରର ଧାତୁ। ବଣରେ ଅଞ୍ଚଳ ଲମ୍ବେଇ ରଖିଛି କେତେ ଅରଣ୍ୟ ଫସଲ। ସେଇ ଏକା କର୍ତ୍ରୀ ମା କମଳା। ହେଲେ ଅପାରଗ ପରମୁଖାପେକ୍ଷୀ ନିଜ ନିଜ ଭିତରେ ଗୋଛି କଟାକଟିରେ ଧୁରନ୍ଧର ଜାତି ଦେଶ ଭାବଶୂନ୍ୟ ମଣିଷ ଏ ସମ୍ପଦକୁ ଉଭା କରିପାରିଲା ନାହିଁ। ତେଣୁ ପ୍ରସ୍ରବଣ ଶୁଖିଛି, ଫସଲ ମରିଛି, ତୁଣ୍ଡରେ ଦାନା, ଦେହରେ କନା ନାହିଁ। ମଣିଷ ହିଁ ମଣିଷର ହତ୍ୟାକାରୀ, ହନ୍ତକ। ହେ ପ୍ରଭୁ, ଏ ଜାତି କ'ଣ ଆଉ ବଞ୍ଚିବ? ସାଗର ତଟରେ ପାଦ ଖେଳାଉଥିଲି। ଏହିସବୁ ଚିନ୍ତା ମୋତେ ଅଥୟ କରୁଥିଲା। ସୂର୍ଯ୍ୟ ଲାଲ ପିଣ୍ଡରେ ଜଗତକୁ ଶଙ୍ଖୋଳୁଥିଲେ। ଏମିତି ଆସେ ମୁଁ। ବିଶ୍ୱବିଧାତାର ଏଇ ବିମୋହନ ରୂପକୁ ଦେଖି ସ୍ତବ୍ଧ ହୋଇଯାଏ। ଅଥଚ ଏହି ସୃଷ୍ଟିରେ ମଣିଷ ଦେବତାକୁ ସାହାଯ୍ୟ କରୁନାହିଁ। ଦେବଭାବର ଉଚ୍ଛ୍ୱାସ ନାହିଁ। ପାଖ ହୋଟେଲରୁ ଆକାଶବାଣୀର ପ୍ରଚାର କାନରେ ପଡ଼ିଲା। ଆଚାର ଯେଉଁଠି ନଷ୍ଟ, ଏ ପ୍ରଚାର କେତେ ବା ମଣିଷକୁ ମଣିଷ କରିବାରେ ଆଗ୍ରହ ଦେବ? ଦିଲ୍ଲୀ ସମ୍ବାଦ। ସୁନ୍ଦରଗଡ଼ ଜିଲ୍ଲା ପାଇଁ ମରୁଡ଼ିର ପ୍ରତିକାର ଉଦ୍ଦେଶ୍ୟରେ 2 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ପାଣି କଷ୍ଟ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶାରେ କୂଅ ଖୋଳିବା ଓ ଅନ୍ୟ ପ୍ରକାରେ ଜଳ ସରବରାହ ପାଇଁ 1 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଫୁଲବାଣୀ ଜିଲ୍ଲାରେ ଗର୍ଭବତୀ, ପ୍ରସୂତି ଓ ଅକ୍ଷମ ଲୋକମାନଙ୍କ ନିମିତ୍ତ ଭୋଜନ କେନ୍ଦ୍ର ତଥା ଦୁଗ୍ଧ ଯୋଗାଣ ବ୍ୟୟବରାଦରେ 2 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଲୋକମାନଙ୍କୁ ଅନୁରୋଧ, ଖାଦ୍ୟାଭ୍ୟାସ ବଦଳାଇ ଚାଉଳ ପରିବର୍ତ୍ତେ ଗହମ ପଖାଳ ବ୍ୟବହାର କରନ୍ତୁ। ଗୃହିଣୀମାନେ ଜାଣନ୍ତି କିପରି ଗହମରୁ ସୁସ୍ୱାଦୁ ଭୋଜନ ତିଆରି କରାଯାଇପାରେ। ତେଣୁ ହତାଶ ନ ହୋଇ ସଙ୍କଟର ମୁକାବିଲା ପାଇଁ ସମସ୍ତେ ଅଣ୍ଟା ଭିଡ଼ନ୍ତୁ। ମୋ ମନରେ କ୍ରିୟା ପ୍ରତିକ୍ରିୟାର ଲେଶ ନାହିଁ। କାରଣ ବର୍ଷ ବର୍ଷ ଧରି ଏହି ପ୍ରଚାର ଚାଲିଛି। ମରୁଡ଼ି, ଦୁର୍ଭିକ୍ଷ, ଜଳକଷ୍ଟ, ଯାବତୀୟ ଅନଟନ ଯନ୍ତ୍ରଣା ଭୋଗ ଭୋଗୀ ଅମୃତର ସନ୍ତାନମାନେ ଅକାଳରେ ଆଖି ବୁଜି ଦେଇଛନ୍ତି। କିନ୍ତୁ ହଠାତ୍ ପ୍ରତିକ୍ରିୟା ମନରେ ବିଜୁଳି ଚମକ ଭଳି ଖେଳିଗଲା। ଯେତେବେଳେ ପଛଆଡ଼େ ଛିଡ଼ା ହୋଇଥିବା କେତେକ ଯୁବକ ଏ ଆକାଶବାଣୀ କଥାକୁ ପିଇଯାଇ ଭବିଷ୍ୟତର ଯୋଜନାକୁ ମୁହେଁ ମୁହେଁ ଖୋଲାଖୋଲି କହି ପକାଇଲେ, ଭାଇ ବେଳ ଆସିଗଲା, ଶୁଣିଛୁଟି? ଲକ୍ଷ କୋଟିର ବ୍ୟବସାୟ। ମରୁଡ଼ି, ବନ୍ୟା, ମହାମାରୀ ଆସିବା ମାନେ 5 ବର୍ଷକୁ ବେକାର ଜୀବନରେ ସାକ୍ଷାତ ଲକ୍ଷ୍ମୀଙ୍କ ସେବା। ପ୍ରଥମେ ଗୋଟାଏ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ିବାକୁ ହେବ। ଉପଦେଷ୍ଟା ହେବେ ଲୋକପ୍ରତିନିଧି। ସଭାପତି ସମ୍ପାଦକମାନେ ଯାହା ଦରକାର ହୁଅନ୍ତି ସେସବୁ ହେବେ ବା ରହିବେ।
ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୁନ୍ଦରଗଡ଼ରେ ପ୍ରଧାନ କାର୍ଯ୍ୟାଳୟ ଛିଡ଼ା କରାଇବ। ଫୁଲବାଣୀରେ ଶାଖା, କୋରାପୁଟରେ ପ୍ରଶାଖା, ସମ୍ବଲପୁରରେ ପ୍ରଗତିମୂଳକ ଅନ୍ୟ ଏକ ପ୍ରଶାଖା। ଏମିତି ମାଙ୍କଡ଼ସା ଜାଲ ଭଳି ଛାଇ ହୋଇଯିବ ସବୁଆଡ଼େ। କାରଣ 2 ଲକ୍ଷ ଟଙ୍କାର ସମାଜବାଦୀ ସମାଜସେବା ଟେଣ୍ଡର ଝୁଲୁଛି ଆମମାନଙ୍କର ନେତ୍ର ସମ୍ପତ୍ତି ହୋଇ। ଏତେବେଳେ ଶୋଇପଡ଼ିଲେ ଚଳିବ? ପ୍ରସ୍ତାବ ହେଲା, ସମର୍ଥନ ମିଳିଲା ଅନ୍ୟ ପ୍ରକାର ଭାଷାରେ। ଭାଇ, ତଳୁ ଧରିବାକୁ ହେବ, ହଠାତ୍ ଉପରକୁ ଯିବା ନାହିଁ। କଲେକ୍ଟର ପଛରେ ଅସଲ ବିଡ଼ିଓ, ସରପଞ୍ଚ, ଗାଁ ଗାଁର ଟହଲଦାର ସୁବିଧାବାଦୀଙ୍କୁ ଏକତ୍ର କରିବାକୁ ହେବ। ଅବଶ୍ୟ ଅନୁଷ୍ଠାନର ନାମକରଣ କରିବାକୁ ଅସୁବିଧା ହେବ ନାହିଁ। କାରଣ ଯେଉଁ ପର୍ଯ୍ୟନ୍ତ ଏ ଜାତିର ଦେବତା ଜଗନ୍ନାଥ ଅଛନ୍ତି, ତାଙ୍କର ମନ୍ଦିର ଅଛି, ତାଙ୍କର ଆନନ୍ଦ ବଜାର ଅଛି, ବୈକୁଣ୍ଠ ଅଛି, ଚକ୍ର ଅଛି, ନେଳିଆ ପାହାଡ଼ ଅଛି, ଧ୍ୱଜା ଅଛି, ଗୋଟାଏ ନାଁ ଦେବା କଷ୍ଟକର ବ୍ୟାପାର ନୁହେଁ। ତୃତୀୟ ଯୁବକ କହିଲେ, ଏ ତ ନୂଆ କଥା ନୁହେଁ। ଆଗର ଛାପା ଚିଠି ପ୍ୟାଡ଼ ଅଛି, କେତେଟା ସଂଶୋଧନ ମାତ୍ର। ଆମ ସଂସ୍ଥାରେ ବୁଢ଼ାଙ୍କୁ ନେବା ସମ୍ଭ୍ରମ ପାଇଁ, ତରୁଣୀକୁ ନେବା ଉଦ୍ଦୀପନା ପାଇଁ, ମା'ମାନଙ୍କୁ ନେବା କୋଳେଇ ଆମକୁ ଆଶୀର୍ବାଦ କରିବା ପାଇଁ, ସୁରୁମା ଆମେ ପିନ୍ଧିବା ଆଖିରେ, ଦୁଃଖୀ ଆଉ ଆର୍ତ୍ତ କ୍ଷୁଧାର୍ତ ଲୋକଙ୍କ ବେଦନା ସହି ନପାରି ଅଶ୍ରୁ କେମିତି ବହୁଛି ଦୁନିଆକୁ ଦେଖାଇବା ପାଇଁ। ଏତିକି ଅଭିନୟ, ଏତିକି ସାହସ ଦେଖାଇ ପାରିଲେ ମୁଣା ଠେଲି ଗୋବିନ୍ଦଙ୍କର ଗତି କେମିତି ଜେଟ୍ ବିମାନ ଗତି ଭଳି ହେବ ଭବିଷ୍ୟତ କହିବ। ସୂର୍ଯ୍ୟ ଉଠି ଯାଇଛନ୍ତି ଉପରକୁ। ନିତ୍ୟଲୀଳା ତାଙ୍କର ଏମିତି। ମଣିଷ ଖସୁଛି କେତେ ତଳକୁ, ଗଭୀର କେତେ ତଳକୁ, ତାର ବି ନିତ୍ୟ ଏଇ ଲୀଳା। ମୁଁ ଜାଣେ ଓ ଜାଣନ୍ତି ଚିନ୍ତାଶୀଳ ଲୋକମାନେ। କୋଟି କୋଟି ଟଙ୍କାର, ଲକ୍ଷ ଲକ୍ଷ ଅର୍ଥର କେତେ ଅଣୁଅଂଶ, କେତେ କପର୍ତ୍ତକ ଯାଏ ପ୍ରକୃତ ଦୁଃଖୀର ଦୁଃଖ ହରଣ ପାଇଁ, ପ୍ରକୃତ ଭୋକି ଶୋଷୀର ଭୋକ ଶୋଷ ମେଣ୍ଟାଇବା ପାଇଁ। ବାଟ ବରଣ ଓ ବାଟ ମାରଣା, ଏ 2 ଅସ୍ତ୍ର ମାରଣାସ୍ତ୍ର ଠାରୁ ବି ଭୟଙ୍କର। ମଣିଷର ହତ୍ୟାକାରୀ। ଏ ଯୁବକ ଗୋଷ୍ଠୀ, ଏ ସଂସ୍ଥାର ନିର୍ମାତାଗଣ, ଏ ବୃଦ୍ଧ ତରୁଣୀ ମିଶ୍ରିତ ଏ ଜନତା ଭିତରେ ଆମେ, ତୁମେ, ସିଏ ସମସ୍ତେ ମୁଖା ପିନ୍ଧା ଅପରାଧୀ, ନୃଶଂସ ଆତତାୟୀ, ବିଭତ୍ସ ଲୋଭାତୁର ରାକ୍ଷସ। ଇଚ୍ଛା ନଥିଲେ ବି ଫେରିବା ପଥରେ ଅନାଇ ଦେଲି ଶ୍ରୀମନ୍ଦିର ଚୂଡ଼ା ଉପରକୁ। ଜଣାଇଲି, ହେ ପ୍ରଭୁ, ତୁମର ଅବଶିଷ୍ଟ ଗୋଟାଏ ଅବତାର ରହିଯାଇଛି ପରା, ସେଇଟା କଳ୍କି ଅବତାର। ଲହ ଲହ ଲୀଳାୟିତ ଶାଣିତ ଖଣ୍ଡାଟାକୁ ତୁମେ ଚଳେଇ ଦିଅ ଆମ ସମସ୍ତଙ୍କ ମୁଣ୍ଡ ଉପରେ। ରକ୍ତ ସ୍ନାନର ଆର୍ଦ୍ରତା ଘେନି ନୂତନ ଫୁଲ ଫୁଟିଯାଉ, ନୂଆ ଆକାଶରୁ, ନୂଆ ବାଣୀ ସଞ୍ଚରୁ, ପୁରୁଣା ମଉଳି ଯାଉ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ କଳ୍କି ଅବତାର। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।